ଗୋଟିଏ ଗାଁରେ ରଘୁ ଓ ଶ୍ୟାମ ନାମରେ ଦୁଇଜଣ ମଣିଷ ରହୁଥିଲେ। ସେମାନେ ଦୁହେଁ ଛୋଟବେଳୁ ମିତ୍ର ଥିଲେ। ରାମ ବହୁତ ମେହନତି ଥିଲା, ଯେହେତୁ ଶ୍ୟାମ ଭାରି ଅଳସୁଆ ଥିଲା। ଦିନେ ଗାଁରେ କାମ ମିଳିଲା, ପୋଖରୀ ଖୋଳିବା କାମ। ରାମୁ ଆଗେଇ ଆସି କାମ କଲା। ଶ୍ୟାମ କହିଲା, ଆରେ ନା ଆଜି ନୁହଁ, କାଲି କରିବି। ଗୋଟିଏ ଦିନ ଶ୍ୟାମ ରାମ ପାଖକୁ ଆସି କହିଲା, ମୋର ଭୁଲ ହେଇଛି। ରାମୁ କହିଲା, ଡେରି ହେଲେ ମଧ୍ୟ ଶିଖିଲୁ, ଏହା ଭଲ କଥା। ସେହିଦିନ ଠାରୁ ଶ୍ୟାମ ମେହନତ କଲା ଏବଂ ଦୁହେଁ ମିଶି ଖୁସିରେ ରହିଲେ। ଗୋଟିଏ ସୁନ୍ଦର ଜଙ୍ଗଲରେ ଦୁଇଟି ପକ୍ଷୀ ରହୁଥିଲେ। ଦୁହେଁ ଗୋଟିଏ ଗଛରେ ଘର ବାନ୍ଧି ରହୁଥିଲେ। ଏହିପରି ବହୁ ଦିନ ଗଲା ପରେ ପକ୍ଷୀ ଦୁହେଁ ଲୋକ ପାଖକୁ ଆସିଲେ। ଭଲ ପକ୍ଷୀ କହିଲା, ନମସ୍କାର, ଆପଣ ଆଗକୁ ଯାଆନ୍ତୁ, ସେଠାରେ ଆପଣଙ୍କର ଶୁଭକାମନା ହେବ। ସେଠାରେ ଖରାପ ପକ୍ଷୀ କହିଲା, ଏଠାରୁ ଚାଲିଯାଅ, ନହେଲେ ବହୁତ ଅସୁବିଧା ହେବ। ସେଠାରେ ଲୋକଟି ଭଲ ପକ୍ଷୀର କଥା ଶୁଣି ସେ ଖୁସିରେ ଆଗକୁ ଚାଲିବାକୁ ଲାଗିଲା।